ହ୍ୟାଲୋ ପିଲାମାନେ, ସମସ୍ତଙ୍କୁ ଟି ପିରିୟଡ଼ରେ ବହୁତ ବହୁତ ସ୍ୱାଗତ। ଆଜି ଆମେ ଓଡ଼ିଆ ବ୍ୟାକରଣର ପ୍ରଥମ ଅଧ୍ୟାୟ ପଢ଼ିବା। ଓଡ଼ିଆ ବ୍ୟାକରଣ ଗୋଟେ ଏମିତି ଜିନିଷ ଯେଉଁଥିରେ କି ପିଲାମାନେ କ'ଣ କରନ୍ତି ନା ସେମାନେ ଅଣଦେଖା କରନ୍ତି, ପଢ଼ନ୍ତିନି, ଲାଷ୍ଟ ତକ ରଖିଦିଅନ୍ତି, ଯେଉଁଥିରେ କି ଏକ୍ଜାମ୍ ଟାଇମ୍ରେ ସେମାନେ ବହୁତ ହଇରାଣ ହୁଅନ୍ତି। ବହୁତ ପ୍ରକାର ପ୍ରେସର୍ ବର୍ଡ଼ନ୍ ସୃଷ୍ଟି ହୁଏ। ପିଲାମାନେ ଭଲସେ ପଢ଼ିକି ପ୍ରିପେୟାର କରିକି ଯାଇପାରନ୍ତିନି, ତ ଏକ୍ଜାମ୍ରେ ମଧ୍ୟ ଓଡ଼ିଆ ଗ୍ରାମାରର ବହୁତ ସାରା କ୍ୱେଶ୍ଚିନ୍କୁ ଭୁଲ କରନ୍ତି। ଆଉ ଓଡ଼ିଆ ଗ୍ରାମାର ଗୋଟେ ଏମିତି ଜିନିଷ ଯେଉଁଟାକି ଆମେ ଫାଷ୍ଟରୁ ଭଲସେ ପଢ଼ିବା ପାଇଁ ପଡ଼ିବ, ତା'ର ସବୁ କନସେପ୍ଟ କ୍ଲିୟର କରିବା ପାଇଁ ପଡ଼ିବ, ଆଉ କନସେପ୍ଟ ସହିତ ବହୁତ ପ୍ରକାର କ୍ୱେଶ୍ଚିନ୍ ପ୍ରାକ୍ଟିସ୍ କରିବା ପାଇଁ ପଡ଼ିବ। ଆଉ ଆମେ ଆସ୍ତେ ଆସ୍ତେ ଗୋଟେ ଗୋଟେ ଟପିକ୍ ପଢ଼ିବା, ତା'ର ବହୁତ ସାରା କ୍ୱେଶ୍ଚିନ୍ ମୁଁ ତୁମମାନଙ୍କୁ କରେଇବି, ବହୁତ ସାରା ସୋର୍ସରୁ ଆଣିକି କ୍ୱେଶ୍ଚିନ୍ କରେଇବି। ପୁରା କନସେପ୍ଟ ରିଲେଟେଡ୍ ଅଳ୍ପ ଅଳ୍ପ ପଢ଼ିବା, କିନ୍ତୁ ବହୁତ ସାରା କ୍ୱେଶ୍ଚିନ୍ କରିବା, ଯେମିତିକି ଲାଷ୍ଟ ବେଳକୁ କିଛି ଅସୁବିଧା ହେବନି। ତ ଚାଲ ଫାଷ୍ଟ ଅଧ୍ୟାୟ ପଢ଼ିବା, ବାକ୍ୟ କାହାକୁ କୁହନ୍ତି। ତ ବାକ୍ୟ କ'ଣ? ବାକ୍ୟ ହେଉଛି ଗୋଟେ ଏକ ବା ଏକାଧିକ ପଦ ମିଶି ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ ତାହାକୁ ବାକ୍ୟ କୁହାଯାଏ। ତ ବୁଝିପାରିଲ, ବାକ୍ୟଟା କ'ଣ ନା ବହୁତ ସାରା ଯେତେବେଳେ ପଦ ମିଶିବେ ତା ଗୋଟେ ଅର୍ଥ ପ୍ରକାଶ କଲେ ତାହାକୁ ବାକ୍ୟ କୁହାଯାଏ। ଯେମିତିକି ଉଦାହରଣ କ'ଣ ନା ରାମ ପାଠ ପଢ଼ୁଛି। ଏଠି ମନର କଥାକୁ ଆମେ ପୁରା ବୁଝିପାରୁଛନ୍ତି। ରାମ ପାଠ ପଢ଼ୁଛି, ରାମ ହେଲା ଗୋଟେ କର୍ତ୍ତା, ଏଠି ପଢ଼ୁଛିଟା କ୍ରିୟା, ଆଉ ପାଠଟା ହେଲା କର୍ମ। ତ ଏଠି କର୍ତ୍ତା କ୍ରିୟା କର୍ମ ସମସ୍ତେ ଅଛନ୍ତି, ଏହା ଗୋଟେ ଅର୍ଥ ମଧ୍ୟ ସମ୍ପୂର୍ଣ୍ଣ ପ୍ରକାଶ କରୁଛି, ତାହାକୁ ଆମେ ବାକ୍ୟ କୁହନ୍ତି। ତ ବାକ୍ୟ କେମିତି ହେଲା ନା ବହୁତ ସାରା ପଦ ଯେତେବେଳେ ମିଶିଲେ। ତ ଏହାର ଗୋଟେ ଓଡ଼ିଆରେ ଆମର ବ୍ୟାକରଣରେ ଏମାନଙ୍କର ଗୋଟେ ବାକ୍ୟ ପଦମାନଙ୍କର ଗୋଟେ କ୍ରମ ସଂଯୋଜନା ଅଛି। ଯେମିତିକି ଫାଷ୍ଟ ପିଲାମାନେ ତୁମେ ସବୁ ଜାଣିଥିବ, ଆମର ବର୍ଣ୍ଣ ଓଡ଼ିଆ ଭାଷାରେ ବହୁତ ଦୁଇ ପ୍ରକାର ବର୍ଣ୍ଣ ରହିଛି, ସ୍ୱର ବର୍ଣ୍ଣ, ବ୍ୟଞ୍ଜନ ବର୍ଣ୍ଣ। ତ ଯେତେବେଳେ ବର୍ଣ୍ଣ ମିଶନ୍ତି, ବର୍ଣ୍ଣମାନଙ୍କର ସମଷ୍ଟି ଆମର କ'ଣ ହୁଏ? ବର୍ଣ୍ଣମାନଙ୍କ ସମଷ୍ଟି ଆମର ଶବ୍ଦ ଗଠନ ହୁଏ। ଶବ୍ଦ ମାନେ ଏକ ବା ଏକାଧିକ ଶବ୍ଦ ମିଶନ୍ତି, ଏକତ୍ରିତ ହୋଇ ସେମାନେ କ'ଣ ଗଠନ କରନ୍ତି? ସେମାନେ ପଦ ଗଠନ କରନ୍ତି। ତାପରେ ସେମିତି ପଦରୁ ବାକ୍ୟ। ତ ଆଗେ କ'ଣ ରହିଲା? ଆଗେ ରହିଲା ବର୍ଣ୍ଣ, ବର୍ଣ୍ଣ ପରେ ଶବ୍ଦ, ଶବ୍ଦ ପରେ ପଦ, ପଦ ପରେ ବାକ୍ୟ। ତ ବୁଝିପାରିଲ ପିଲାମାନେ, ତ ବାକ୍ୟ କାହାକୁ କୁହନ୍ତି ତାର ଉଦାହରଣ ପଡ଼ିଲେ ଲେଖିପାରିବ ପିଲାମାନେ। ଠିକ୍ ଅଛି, ତାପରେ ଦେଖିବା ଆମେ। ତାପରେ ଅଛି ବାକ୍ୟ ଗଠନ ପାଇଁ ତିନୋଟି ମୁଖ୍ୟ ଜିନିଷ ଆବଶ୍ୟକ। କ'ଣ କ'ଣ ସେଇ ତିନୋଟି ଜିନିଷ? ନା ଯୋଗ୍ୟତା, ଆକାଂକ୍ଷା ଏବଂ ଆସକ୍ତି। ଏଇ କ୍ୱେଶ୍ଚନଟା ବହୁତ ବହୁତ ଇମ୍ପୋର୍ଟାଣ୍ଟ। ଦେଖ ପିଲାମାନେ, ଏଇଟା ବହୁତ ସାରା ମାନେ ପରୀକ୍ଷାରେ ବହୁତ ଥର ଆସିଛି। ସେ ଡେଫିନେସନ୍ ବି ଡାଇରେକ୍ଟ ପଚାରି ଦେଇପାରେ, ତାର ଉଦାହରଣ ମଧ୍ୟ ପଚାରି ଦେଇପାରିବ। ତାକୁ ତ ଆମେ ଏଟାକୁ ଭଲସେ ପଢ଼ିବା, ଭଲସେ ଦେଖିବା। ଏଇଟା ସବୁ ବର୍ଷ ସବୁ ମାନେ ଏକ୍ଜାମ୍ରେ ଆସୁଛି, ଆଉ ଆମେ ଏହି କନସେପ୍ଟକୁ ଭଲସେ ଦେଖିବା, ଆଉ ଏହାର କ୍ୱେଶ୍ଚିନ୍ସ ବି କରିବା। ଫାଷ୍ଟ ହେଲା ଯୋଗ୍ୟତା। ଯୋଗ୍ୟତା କ'ଣ? ବାକ୍ୟରେ ବ୍ୟବହୃତ ପଦଗୁଡ଼ିକ ମଧ୍ୟରେ ପାରସ୍ପରିକ ସମ୍ବନ୍ଧ ବା ଅର୍ଥବୋଧକତା ରହିବା ଉଚିତ। କ'ଣ କହିଲା ନା ଆମର ଯେଉଁ ପଦଗୁଡ଼ିକ ଆମେ ବାକ୍ୟରେ ଲେଖୁଛନ୍ତି, ତା ଗୁଡ଼ିକ ମଧ୍ୟରେ ପରସ୍ପର ସମ୍ବନ୍ଧ ରହିବା ଦରକାର, ଗୋଟେ ଅର୍ଥ ରହିବା ଦରକାର। ଯଦି ଆମେ ଗୋଟେ ବାକ୍ୟ ଲେଖିବା, ସେଗୁଡ଼ା କିଛି ଅର୍ଥ ଦେଉନଥିବ, ତ ସେଇଟା ତାର ଯୋଗ୍ୟତା ନାହିଁ ବୋଲି କହିବା। ଯେମିତି ଗୋଟେ ଉଦାହରଣ ଲେଖା ହେଇଛି, ବାଳକଟି ଆକାଶରେ ଉଡ଼ୁଛି। ଏଇଟା କ'ଣ ହେଇପାରିବ କି ସମ୍ଭବ? ବାଳକଟି ଆକାଶରେ ଉଡ଼ୁଛି, ଏଇଟା ତ କିଛି ଅସମ୍ଭବ ଜିନିଷ। ତେଣୁ ଏଠି ଆମେ କହିବା ବାକ୍ୟର ଯୋଗ୍ୟତା ନାହିଁ, କାରଣ ବାଳକଟା ଉଡ଼ିପାରେ ନାହିଁ। ଆମେ କ'ଣ ପିଲାମାନେ ଉଡ଼ିପାରିବା କି? ଆମେ ତ ଉଡ଼ିପାରିବାନି। କିନ୍ତୁ ପକ୍ଷୀଟି ଯେତେବେଳେ ଆକାଶରେ ଉଡ଼ୁଛି, ଆମେ କହିବା ସେଟା ବାକ୍ୟଟି ସଠିକ୍ ହେଇପାରିବ। ଏଠି ବାକ୍ୟର ଯୋଗ୍ୟତା ଅଛି। ଏଠି ଶବ୍ଦ ଗୁଡ଼ିକ, ଏଇ ପଦ ଗୁଡ଼ିକ ଗୋଟିଏ ଅର୍ଥ ପ୍ରକାଶ କରୁଛନ୍ତି। କିନ୍ତୁ ସେମିତି ଆମେ କହିବା ଗାଈଟି ବାଜା ବଜାଉଛି, ଏଇଟା କେମିତି ହେଇପାରିବ ପିଲା? ଏଇଟା ହେଇପାରିବ କି ନାହିଁ? ତ ଦେଖିବ, ଯେଉଁ ବାକ୍ୟ ଗୋଟେ ଲେଖିଦେଲା ପରେ ସେଠି କର୍ତ୍ତା କ୍ରିୟା ଆମର ସବୁ ଥିଲା ପରେ ବି ତ ଗୋଟେ ଅର୍ଥ ପ୍ରକାଶ ନ କରୁଥିଲେ, ସେଇଟା ବାକ୍ୟର ଯୋଗ୍ୟତା ନାହିଁ ବୋଲି କୁହାଯିବ। ତ ଯୋଗ୍ୟତା ବୁଝିପାରିଲ। ତାପରେ ଦେଖିବା ଆମେ ଆକାଂକ୍ଷା। ଆକାଂକ୍ଷା କ'ଣ? ଆକାଂକ୍ଷା ହେଉଛି ବାକ୍ୟରେ ଗୋଟିଏ ପଦ ଶୁଣିବା ପରେ ଅନ୍ୟ ପଦଗୁଡ଼ିକୁ ଶୁଣିବା ପାଇଁ ଯେଉଁ ଇଚ୍ଛା ହୁଏ, ତାକୁ ଆକାଂକ୍ଷା କୁହାଯାଏ। ମାତ୍ର ବାକ୍ୟରେ ଯଦି ଗୋଟିଏ ପଦ ଲେଖୁଛନ୍ତି, ତା ପର ପଦ ଗୁଡ଼ିକ ଗୋଟିଏ ପଦ ଅନ୍ୟ ପଦକୁ ଅପେକ୍ଷା କଲେ ତାହାକୁ ଆମେ ଆକାଂକ୍ଷା ବୋଲି କୁହନ୍ତି। ବୁଝିପାରିଲ ପିଲାମାନେ? ମାନେ ଗୋଟିଏ ପଦ ଯଦି ଆମେ ଲେଖିଦେଲା ପରେ ସେଇ ପଦଟି ସମ୍ପୂର୍ଣ୍ଣ ବାକ୍ୟର ଅର୍ଥ ପ୍ରକାଶ ନ କରିକି ଅନ୍ୟ ଗୋଟିଏ ପଦକୁ ଅପେକ୍ଷା କଲେ, ଯେତେବେଳେ ସେଇ ଅନ୍ୟ ଏକ ପଦ ତା ସହିତ ମିଶିବ, ସେତେବେଳେ ଯାଇକି ବାକ୍ୟର ସେ ଅର୍ଥ ପ୍ରକାଶ କରିବ, ସେତେବେଳେ ସେଇଟା ଆମେ କ'ଣ କହିବା ନା ବାକ୍ୟର ଆକାଂକ୍ଷା ବୋଲି କହିବା। ଗୋଟେ ଉଦାହରଣ ଦେଖ, ମଦନ ସହିତ।
ମଦନ ସହିତ ତ ଏତିକି କହିଦେଲେ ହବନି ନା, ଏଥିରେ ଆମ କଥାଟା ଅଧା ରହୁଛି। ତ ପରବର୍ତ୍ତୀ ଯୋଉ ଜାଣିବା ପାଇଁ ଆମେ ଅପେକ୍ଷା, ପରବର୍ତ୍ତୀ କଥା ଜାଣିବା ପାଇଁ ଯୋଉ ଆକାଂକ୍ଷା ରହୁଛି ସେଇଟାକୁ ଆମେ ଦେଖିବା ପାଇଁ ପଡ଼ିବ। ସେଇଟା ହେଲେ ବାକ୍ୟର ଆକାଂକ୍ଷା ପରିପୂର୍ଣ୍ଣ ହବ। କ'ଣ ନା, ମଦନ ସହିତ ତାଙ୍କ ବାପା ଆସିବେ, ଏଇଠି ବାକ୍ୟଟି ସମ୍ପୂର୍ଣ୍ଣ ହେଲା। ତ ସେଇଟା ହେଲା ଆକାଂକ୍ଷା। ଆକାଂକ୍ଷା ବୁଝିପାରିଲ, ଯେ ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦକୁ ଅପେକ୍ଷା କଲେ ତାହାକୁ ଆମେ ଆକାଂକ୍ଷା ବୋଲି କୁହନ୍ତି। ତ ବୁଝିପାରିଲ। ନେକ୍ସଟ ଦେଖିବା ଆସକ୍ତି। ଦିଟା ହେଇଗଲା ଆମର, ଯୋଗ୍ୟତା ଏବଂ ଆକାଂକ୍ଷା। ଏବେ ହେଲା ଆସକ୍ତି। ଆସକ୍ତି କ'ଣ? ବାକ୍ୟରେ ପଦ ଗୁଡ଼ିକ ସଠିକ କ୍ରମରେ ସଜାଇ ରଖିବାକୁ ଆସକ୍ତି କୁହାଯାଏ। ଯଦି ପଦ ଗୁଡ଼ିକ ଏପଟ ସେପଟ ହେଇଯାଏ ତେବେ ଅର୍ଥ ବୁଝାପଡ଼େ ନାହିଁ। ତ ବୁଝିପାରିଲ, ଆମେ ବାକ୍ୟ ଗୁଡ଼ିକ ଯୋଉ ପଦ ଗୁଡ଼ିକ ଲେଖୁଛେ ତାକୁ ସଠିକ କ୍ରମେ ସଜାଇକି ନ ଲେଖିଲେ ସେ ଆମକୁ ଅର୍ଥ ଦେବ କି? ନାହିଁ, ଅର୍ଥ ଦେବନି। ଦେଖ ପିଲାମାନେ, ଯଦି ଆମେ ବାକ୍ୟରେ ଫାଷ୍ଟ କ'ଣ କର୍ତ୍ତା, ତାପରେ ଏମିତି କର୍ତ୍ତା ପରେ କ୍ରିୟା ବା କର୍ମ, ଯାହା ସାଇଜରେ ଆମେ ଲେଖିବା, ସାଇଜରେ ନଗଲେ ଅର୍ଥ ତାର ପରିପ୍ରକାଶ ହବ ନାହିଁ। ତ ସେଇଟା ହେଲା ତାର ଆସକ୍ତି। ଏଇଟା ଗୋଟେ ଦେଖ ଉଦାହରଣ ଲେଖା ହେଇଛି, ଗଲେ ପ୍ରାପ୍ତ ହେଲେ ଚଉତିଶା ସମ୍ୟା। ଏଠି କିଛି ତମେ ବୁଝିପାରୁଛ? କିଛି ନାହିଁ, ଆଗ ପଛେ ବାକ୍ୟର କିଛି ନାହିଁ। ତ ସଠିକ କ୍ରମ ଯେତେବେଳେ ଲେଖିବା ସେଇଟା ବାକ୍ୟର ଆସକ୍ତି ବୋଲି କୁହାଯିବ। ସଠିକ କ୍ରମ କ'ଣ ନା, ସମ୍ୟ ଚଉତିଶା ବୋଲି ପ୍ରାପ୍ତ ହେଲା। ତ ବୁଝିପାରିଲ, ତିନିଟା ଜିନିଷ ଆମର ସିମ୍ପଲ ଜିନିଷ, ମନେ ରଖ, ମନେ ରହିଯିବ। ଫାଷ୍ଟ ହେଲା ଆମର କ'ଣ? ଫାଷ୍ଟ ହେଲା ଯୋଗ୍ୟତା। ଯୋଗ୍ୟତା ପରେ କ'ଣ? ଆକାଂକ୍ଷା। ଆକାଂକ୍ଷା ପରେ ଆସକ୍ତି। ଯୋଗ୍ୟତାରେ କ'ଣ? ବାକ୍ୟରେ ଥିବା ପଦ ଗୁଡ଼ିକ ତାର ଅର୍ଥ ପ୍ରକାଶ କଲେ ତାହାକୁ ଆମେ ଯୋଗ୍ୟତା ବୋଲି କହିବା। ଆକାଂକ୍ଷା କ'ଣ? ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦକୁ ଶୁଣିବା ପାଇଁ ଅପେକ୍ଷା ବା ଇଚ୍ଛା ରଖିଲେ ତାହାକୁ ଆମେ ଆକାଂକ୍ଷା ବୋଲି କହିବା। ଆସକ୍ତି କ'ଣ? ନା ବାକ୍ୟରେ ପଦ ଗୁଡ଼ିକ ସଠିକ କ୍ରମରେ ସଜାଇକି ଲେଖିବା ତାକୁ ଆସକ୍ତି ବୋଲି କହିବା। ବୁଝିପାରିଲ। ତାପରେ ପିଲାମାନେ ଦେଖିବା ବାକ୍ୟାଂଶ। ବାକ୍ୟାଂଶ କ'ଣ? ବାକ୍ୟର ଏକ ନିର୍ଦ୍ଦିଷ୍ଟ ଅଂଶ ଯାହା ପୂର୍ଣ୍ଣ ଅର୍ଥ ପ୍ରକାଶ କରେ ନାହିଁ ତାହାକୁ ବାକ୍ୟାଂଶ କୁହାଯାଏ। ଏଥିରେ ସମାପିକା କ୍ରିୟା ନଥାଏ। ବାକ୍ୟର ଗୋଟେ ନିର୍ଦ୍ଦିଷ୍ଟ ଅଂଶ ଯାହାକି ଗୋଟେ ଅର୍ଥ ପ୍ରକାଶ କରେନି କି ସେଠାରେ କୌଣସି ସମାପିକା କ୍ରିୟା ମଧ୍ୟ ନଥାଏ, ତ ଏଇଟାକୁ ଆମେ କ'ଣ କହିବା? ବାକ୍ୟାଂଶ କୁହାଯାଏ। ମନେ ରଖ ପିଲାମାନେ, ସମାପିକା କ୍ରିୟା ଯୋଉଠି ନଥିବ ଏବଂ ସେଠି ସେ କୌଣସି ଅର୍ଥ ପ୍ରକାଶ କରୁନଥିବ। ଯେମିତିକି ଉଦାହରଣ ସ୍ୱରୂପ ଏଠି ଲେଖା ହେଇଛି, ହରିହରଙ୍କ କଥା ଶୁଣି ମା। ଏଇଥିରେ ଆମ ବାକ୍ୟ ନା ସମ୍ପୂର୍ଣ୍ଣ ହଉଛି ନା ଏଠି କିଛି ସମାପିକା କ୍ରିୟା ଅଛି। ସମାପିକା କ୍ରିୟା ମାନେ ପିଲାମାନେ ଯୋଉ ଆମେ ଗୋଟେ ଖାଇବା, ଶୋଇବା, ମାନେ ବାକ୍ୟକୁ ଯିଏ ଶେଷ କରୁଥିବ, କ୍ରିୟା ଯୋଉଥିରେ ବାକ୍ୟକୁ ଶେଷ କରୁଥିବ ସେଇଟା ହେଲା ଆମର ସମାପିକା କ୍ରିୟା। ଏଥିରେ କୌଣସି ସମାପିକା କ୍ରିୟା ନାହିଁ, ତ ଏଇଟାକୁ ଆମେ ବାକ୍ୟାଂଶ ବୋଲି କହିବା। ବୁଝିପାରିଲ ପିଲାମାନେ, ବାକ୍ୟାଂଶ କ'ଣ? ବାକ୍ୟାଂଶ ଯୋଉଥିରେ କି ଯାହା ପୂର୍ଣ୍ଣ ଅର୍ଥ ପ୍ରକାଶ କରେ ନାହିଁ ଏବଂ ସେଥିରେ କୌଣସି ସମାପିକା କ୍ରିୟା ନଥାଏ ତାହାକୁ ବାକ୍ୟାଂଶ ବୋଲି କୁହାଯାଏ। ତାପରେ ପିଲାମାନେ ହେଲା ଖଣ୍ଡବାକ୍ୟ। ଖଣ୍ଡବାକ୍ୟ କ'ଣ? ନା ଖଣ୍ଡବାକ୍ୟ ସମସ୍ତ ବାକ୍ୟର ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ। ଏହା ଏକ ବଡ଼ ବାକ୍ୟ ଭିତରେ ଥିବା ଏକ ଛୋଟ ଛୋଟ ବାକ୍ୟ ପରି କାମ କରେ। ତ ଏଇଟା ହେଲା ପିଲାମାନେ ପାର୍ଥକ୍ୟ ଖଣ୍ଡବାକ୍ୟ ଏବଂ ବାକ୍ୟାଂଶରେ। ବାକ୍ୟାଂଶରେ ଆମେ କ'ଣ ଦେଖିଲେ? ସମାପିକା କ୍ରିୟା ନାହିଁ, କିନ୍ତୁ ଖଣ୍ଡବାକ୍ୟରେ କ'ଣ? ଏଠି ସମାପିକା କ୍ରିୟା ଅଛି। ଏ ଯେ ଯୋଉଥିରେ ସମାପିକା କ୍ରିୟା ଥିବ ଏବଂ ବଡ଼ ବାକ୍ୟରେ ଗୋଟେ ଛୋଟ ଛୋଟ ବାକ୍ୟ ପରି କାମ କରୁଥିବ ତାହାକୁ ଖଣ୍ଡବାକ୍ୟ କୁହାଯାଏ। ତ ଯଦି ଖଣ୍ଡବାକ୍ୟର ପଡ଼େ ଡେଫିନେସନ୍ କ'ଣ ଲେଖିବ? ନା ସମସ୍ତ ବାକ୍ୟରେ ସମାପିକା କ୍ରିୟାଯୁକ୍ତ ଅଂଶକୁ ଖଣ୍ଡବାକ୍ୟ କୁହାଯାଏ ଏବଂ ଏହା ଏକ ବଡ଼ ବଡ଼ ବାକ୍ୟ ଭିତରେ ଥିବା ଛୋଟ ବାକ୍ୟ ପରି କାମ କରେ। ବୁଝିପାରିଲ, ଏଥିରେ ସମାପିକା କ୍ରିୟା ଥିବ। ଦେଖ ପିଲାମାନେ, ମୁଁ ବାରମ୍ବାର କହୁଛି, ବାକ୍ୟାଂଶରେ ସମାପିକା କ୍ରିୟା ନଥିବ କିମ୍ବା କୌଣସି ଅର୍ଥ ପ୍ରକାଶ କରୁନଥିବ, କିନ୍ତୁ ଖଣ୍ଡବାକ୍ୟରେ ଏହାର କ'ଣ? ସମାପିକା କ୍ରିୟା ଥିବ ଏବଂ ବଡ଼ ବାକ୍ୟରେ ଛୋଟ ଛୋଟ ବାକ୍ୟ ଆକାରରେ ଥିବ ଏବଂ ସମ୍ପୂର୍ଣ୍ଣ ଅର୍ଥ ପ୍ରକାଶ ନ କରି ଅଳ୍ପ ଅଳ୍ପ ଅର୍ଥ ପ୍ରକାଶ କରୁଥିବ। ସେଇଟା ହେଲା ଖଣ୍ଡବାକ୍ୟ। ଯେମିତିକି ଏଠି ଉଦାହରଣ ଲେଖା ହେଇଛି, ଯେଉଁମାନେ ପାଠ ପଢ଼ନ୍ତି। ଦେଖ, ଏଥିରେ ଯେଉଁମାନେ ପାଠ ପଢ଼ନ୍ତି, ଏଠିରେ କର୍ତ୍ତା ବି ଅଛି, ଯେଉଁମାନେ ଆମର ଏଠି କର୍ତ୍ତା ଆଉ କ୍ରିୟା ବି ଅଛି, ପଢ଼ନ୍ତି, କିନ୍ତୁ ଏହା ଏକ ବଡ଼ ବାକ୍ୟର ଅଂଶ ବିଶେଷ। ଏଠାରେ ଆମେ ସମ୍ପୂର୍ଣ୍ଣ ଅର୍ଥ ପାଉନାହାନ୍ତି, ତେଣୁ ଏଇଟା ହେଲା ଖଣ୍ଡବାକ୍ୟ। ବୁଝିପାରିଲ। ତାପରେ ହେଲା ଆମର କ'ଣ ପିଲାମାନେ? ପୂର୍ଣ୍ଣ ବାକ୍ୟ। ପୂର୍ଣ୍ଣ ବାକ୍ୟ କ'ଣ? ଏତେ ଦେଖ, ଯେଉଁମାନେ ପାଠ ପଢ଼ନ୍ତି ସେମାନେ ଜୀବନରେ ସଫଳ ହୁଅନ୍ତି। ଏଠି ଦୁଇଟା ଖଣ୍ଡବାକ୍ୟ ନେଇକି ଆମର କ'ଣ ହେଲା? ଗୋଟେ ସମ୍ପୂର୍ଣ୍ଣ ପୂର୍ଣ୍ଣ ବାକ୍ୟ ହେଲା। ଯେଉଁମାନେ ପାଠ ପଢ଼ନ୍ତିଟା ଗୋଟେ ବାକ୍ୟ, ଖଣ୍ଡବାକ୍ୟ, ଆଉ ସେମାନେ ଜୀବନରେ ସଫଳ ହୁଅନ୍ତି ଗୋଟେ ଖଣ୍ଡବାକ୍ୟ। ବୁଝିପାରିଲ ପିଲାମାନେ, ଖଣ୍ଡବାକ୍ୟ କ'ଣ, ବାକ୍ୟାଂଶ କ'ଣ, ତାପରେ ଆମ ବାକ୍ୟ କାହାକୁ କୁହାଯାଏ? ବାକ୍ୟର 3 ପ୍ରକାର ବୈଶିଷ୍ଟ୍ୟ ଆମେ ଦେଖିଲେ, ଯୋଗ୍ୟତା, ଆକାଂକ୍ଷା, ଆସକ୍ତି। ତ ପିଲାମାନେ, ଏ ଥିଲା ଆମର ଆଜିର ପ୍ରଥମ
ଅଧ୍ୟାୟର ଯେତେ ସବୁ ଆମର ଓଡ଼ିଆ ବ୍ୟାକରଣ ବହିରେ ଦେଇଛି ଯେତିକି ସବୁ କନସେପ୍ଟ ଆମେ ପଢ଼ିଲେ, ଚାଲ ଖାଲି ଆମେ ପଢ଼ିଦେବାନି, ମେନ୍ ହେଲା ଆମେ ବହୁତ ପ୍ରକାର କ୍ୱେଶ୍ଚନ୍ କରିବା। ଯେତେ ସବୁ କ୍ୱେଶ୍ଚନ୍ ତ ଅଛି ସବୁ କ୍ୱେଶ୍ଚନ୍ସ ଆମେ କରିବା, ଦେଖିବା କ'ଣ ହେଉଛି। ତ ବୁଝିପାରିଲ ପିଲାମାନେ? ଚାଲ ଦେଖିବା ଯାହା କ'ଣ ରିଲେଟେଡ୍ ଟପିକ୍ ରିଲେଟେଡ୍ କ'ଣ କ'ଣ କ୍ୱେଶ୍ଚନ୍ ସବୁ ଆଗକୁ ଅଛି। ତ ଫାର୍ଷ୍ଟ କ୍ୱେଶ୍ଚନ୍ ପିଲାମାନେ ଆମର ଫାର୍ଷ୍ଟ ଦେଇଛି ଏକ ବା ଏକାଧିକ ପଦ ମିଳିତ ହୋଇ ମନର ଭାବକୁ ସମ୍ପୂର୍ଣ୍ଣ ରୂପେ ପ୍ରକାଶ କଲେ କ'ଣ ତାକୁ କ'ଣ କୁହାଯାଏ। ଦେଖ ଏଠି କ'ଣ ଲେଖା ହେଇଛି, ଏକ ବା ଏକାଧିକ ପଦ। ଯେତେବେଳେ ପଦ ଅଛି ତମେ କ'ଣ ଲେଖିବ, ଆଖି ବୁଜିକି ମାରିବ ବାକ୍ୟ। ଯେତେବେଳେ ପଦ ମିଳିତ ହବ ଅର୍ଥ ପ୍ରକାଶ କଲେ ତାକୁ ଆମେ କହିଲେ ବାକ୍ୟ। ବୁଝିପାରିଲ ପିଲାମାନେ? ନେକ୍ସଟ ଆମେ ଦେଖିବା ତାପରେ ଆମ ଦ୍ୱିତୀୟ କ୍ୱେଶ୍ଚନ୍ କ'ଣ ଅଛି, ବାକ୍ୟ ଗଠନ ପାଇଁ ମୁଖ୍ୟତଃ କେତୋଟି ବିଷୟ ପ୍ରତି ଧ୍ୟାନ ଦିଆଯାଏ। ବାକ୍ୟ ଗଠନ ପାଇଁ ଆମର କେତେ ବିଷୟରେ ଆମେ ପିଲାମାନେ ଧ୍ୟାନ ଦିଅନ୍ତି, ବାକ୍ୟ ଗଠନ ପାଇଁ ମୁଖ୍ୟତଃ 3ଟି ବିଷୟରେ ଧ୍ୟାନ ଦିଅନ୍ତି। ଏବେ ପଢ଼ିଲେ ଆମେ ପିଲାମାନେ ଏଇଟା ସର୍ଟ କ୍ୱେଶ୍ଚନ୍ ହେଇପାରିବ, କେତୋଟି ବିଷୟରେ ସେମିତି ଖାଲି ପଚାରିଦେବ କେତୋଟି ବିଷୟରେ ଧ୍ୟାନ ଦିଅନ୍ତି, ତ ସେଠି ଆମେ ଯୋଗ୍ୟତା ଆସକ୍ତି ଆକାଂକ୍ଷା କେତେଟା 3ଟା, ତ ତମେ ମାରିବ 3, ଆନ୍ସର ହବ 3। ତ ନେକ୍ସଟ ଦେଖିବା ପିଲାମାନେ ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି। ନେକ୍ସଟ କ୍ୱେଶ୍ଚନ୍ ଅଛି ବାକ୍ୟରେ ବ୍ୟବହୃତ ପଦଗୁଡ଼ିକର ପାରସ୍ପରିକ ସମ୍ବନ୍ଧକୁ କ'ଣ କୁହାଯାଏ। ତ କ'ଣ କୁହାଯାଏ ପିଲାମାନେ, ତମେ କୁହ। ପଦଗୁଡ଼ିକର ସମ୍ବନ୍ଧ ଯେତେବେଳେ ଅଛି ତାକୁ ଆମେ କ'ଣ କହୁଛନ୍ତି, ଆମେ କ'ଣ କହୁଛନ୍ତି, ଆମର କ'ଣ ଯୋଗ୍ୟତା ବୋଲି କହୁଛନ୍ତି। କାରଣ ଯେତେବେଳେ ଫାଷ୍ଟ ଆମେ ପଢ଼ିଲେ ପରସ୍ପର ସମ୍ବନ୍ଧ ଥିବା ପଦଗୁଡ଼ିକରେ ବ୍ୟବହୃତ ହେଲେ ବାକ୍ୟକୁ ଆମେ କ'ଣ କହୁଛନ୍ତି, ବାକ୍ୟର ଯୋଗ୍ୟତା ବୋଲି କହୁଛନ୍ତି। ବୁଝିପାରିଲ ପିଲାମାନେ? ତାପରେ 4 ନମ୍ବର କ୍ୱେଶ୍ଚନ୍ ଦେଖିବା, ଛେଳିଟି ଗୀତ ଗାଉଛି। ହଁ, ଏଇଭଳିଆ କ୍ୱେଶ୍ଚନ୍ ସବୁ ପିଲାମାନେ ଏକ୍ଜାମ୍ରେ ଆସିବ। ଦେଖ ଛେଳିଟି ଗୀତ ଗାଉଛି, ଏହା ବାକ୍ୟରେ କାହାର ଅଭାବ ରହିଛି, ଏଇଠି ପଚାରିବ ଏଇ ବାକ୍ୟରେ ଆମେ କାହାର ଅଭାବ ରହିଛି, କ'ଣ ହବ ଆନ୍ସର ପିଲାମାନେ? ଦେଖ ଏଠି ଛେଳିଟି ଗୀତ କେବେ ଗାଇପାରିବ କି, ଛେଳି କ'ଣ ଗୀତ ଗାଏ କି, ଛେଳି ତ ଗୀତ ଗାଏନି। ତ ଗୀତ କିଏ, ଆମେ ଗାଆନ୍ତି ନା ଗୀତ, ଛେଳି ଥୋଡ଼ି ଗୀତ ଗାଏ। ତ ଛେଳିଟି ଗୀତ ଗାଉଛିରେ କୌଣସି ଅର୍ଥ ଆମେ ପାଉନାହାନ୍ତି, ସବୁ ଅଛି, କର୍ମ ଅଛି, କର୍ତ୍ତା ଅଛି, କ୍ରିୟା ଅଛି, ସବୁ ଅଛି, ବାକି କୌଣସି ଅର୍ଥ ପ୍ରକାଶ କରୁନାହିଁ। ତ ଏଇଟା ବାକ୍ୟରେ କାହାର ଅଭାବ ରହିଛି, ବାକ୍ୟରେ ଆମର ଯୋଗ୍ୟତା ରହିଛି। ଓ ପିଲାମାନେ ସବୁ ଏଇଭଳିଆ କ୍ୱେଶ୍ଚନ୍ ସବୁ ପରୀକ୍ଷାରେ ଆସିବ। ତମେ ଯଦି ପାଠଟା ପଢ଼ିଥିବ ବୁଝିଥିବ ତ ତମେ ମାନେ ଆନ୍ସରଟା କରିପାରିବ। ଆଉ ଟିକେ ଯଦି ସେ ବୁଲେଇକି ଏମିତି ପଚାରିଦେବ, ତମେ ଯଦି ସିଧା ସିଧା ଏମିତି ଘୁଷିକି ଯାଇଥିବ କିଛି କରିପାରିବ ନାହିଁ। ଆଉ ତମେ ସେଥିପାଇଁ ଆମେ ବହୁତ ସାରା କ୍ୱେଶ୍ଚନ୍ସ କରିବା, ଯେତେ କ୍ୱେଶ୍ଚନ୍ କରିବା ତ ସେତେ ଆମ କନସେପ୍ଟ ଷ୍ଟ୍ରଙ୍ଗ ହେବ, ସେତେ ଆମେ ମାନେ ଯେତେ ଆମେ ଡେପ୍ଥଲି ଭେରାଇଟି କ୍ୱେଶ୍ଚନ୍ କଲେ ବୁଝିପାରିବା ଜିନିଷଟା କ'ଣ, ଆଉ ଆମ ପରୀକ୍ଷା ଟାଇମ୍ରେ ପ୍ରୋବ୍ଲେମ୍ ହେବ ନାହିଁ। ତ ବୁଝିପାରିଲ ପିଲାମାନେ? ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି। ବାକ୍ୟରେ ଗୋଟିଏ ପଦ ଅନ୍ୟ ପଦଗୁଡ଼ିକର ଅର୍ଥ ବୋଧକ ପାଇଁ ଅପେକ୍ଷା କରିବାକୁ କ'ଣ କୁହାଯାଏ। ମୁଁ ତମକୁ କହିଛି ଅପେକ୍ଷା ମାନେ କ'ଣ, ଆକାଂକ୍ଷା। ଗୋଟିଏ ପଦ ଯଦି ଅନ୍ୟକୁ ଅପେକ୍ଷା କଲା, ଅପେକ୍ଷା ଯୋଉଠି ଦେଖିବ ମାନେ ଡାଇରେକ୍ଟ ଆକାଂକ୍ଷା ଉପରେ ମାରିବ, ଆକାଂକ୍ଷା ହବ ଆନ୍ସର। ବୁଝିପାରିଲ? ଅପେକ୍ଷା ମାନେ ଆକାଂକ୍ଷା, ଏତିକି ଖାଲି ମନେ ରଖ। ଗୋଟିଏ ପଦ ଅନ୍ୟ ପଦ ପାଇଁ ଅପେକ୍ଷା କଲେ ତାହା ହେଲା ଆକାଂକ୍ଷା। ବୁଝିପାରିଲ? ନେକ୍ସଟ ଦେଖିବା ନେକ୍ସଟ କ୍ୱେଶ୍ଚନ୍ କ'ଣ ଅଛି। ତାପରେ ରାମ ପାଠ ଏଇ ଅଧା କଥା ବାକ୍ୟଟି ଶୁଣିଲେ କେଉଁ ଗୁଣର ଆବଶ୍ୟକତା ଜଣାପଡ଼େ। ଏଠି ଦେଖ ବାକ୍ୟଟା ରାମ ପାଠ, ସେ ଆଉ କାହା ପାଇଁ ଅପେକ୍ଷା କରିଛି, ଗୋଟେ ବାକ୍ୟଟି ପଦ ଯୋଉ ଅଛି ରାମ ପାଠ, ସେଟା ଗୋଟେ ପଦ, ସେ ଅନ୍ୟ ଏକ ପଦକୁ ଅପେକ୍ଷା କରିଛି ମାନେ ବାକ୍ୟଟିକୁ ସମ୍ପୂର୍ଣ୍ଣ କରିବା ପାଇଁ। ଯେହେତୁ ଅପେକ୍ଷା କରିଛି ତ ଆମେ ଏଠି କ'ଣର ଅଭାବ ରହିଛି ବୋଲି କହିବା, ଏଥିରେ ଆମର ଆକାଂକ୍ଷା ଦରକାର, ଏଠି ଆମର ଆକାଂକ୍ଷା ଦରକାର। ବୁଝିପାରିଲ ପିଲାମାନେ? ଏଇଭଳିଆ ସବୁ କ୍ୱେଶ୍ଚନ୍ ପରୀକ୍ଷାରେ ଆସିବ। ତ ସବୁମାନେ ଭଲସେ ପଢ଼, ପୁରା ପରୀକ୍ଷାରେ ଯିବ ସାଙ୍ଗେ ସାଙ୍ଗେ ସବୁ କ୍ୱେଶ୍ଚନ୍ର ଆନ୍ସର କରିବ। ତ ତାପରେ ହେଲା 7 ନମ୍ବର କ୍ୱେଶ୍ଚନ୍, ବାକ୍ୟରେ ପଦଗୁଡ଼ିକର ସଠିକ୍ ସ୍ଥାନ ବା ସଜ୍ଜାସଜାକୁ କ'ଣ କୁହାଯାଏ। ବାକ୍ୟକୁ ପଦଗୁଡ଼ିକୁ କ୍ରମ ଅନୁସାରେ ସଜାଇବା ପାଇଁ ମୁଁ ତମକୁ କ'ଣ କହିଥିଲି, ହେବ ବାକ୍ୟର ଆସକ୍ତି, ହେବ ବାକ୍ୟର ଆସକ୍ତି, ବାକ୍ୟର ଆସକ୍ତି। ବୁଝିପାରିଲେ ପିଲାମାନେ? ତାପରେ ନେକ୍ସଟ ହେଲା ଆମର ଆସକ୍ତିର ଅନ୍ୟ ନାମ କ'ଣ। ଏଇଟା ଗୋଟେ ବହୁତ ଇମ୍ପୋର୍ଟାଣ୍ଟ କ୍ୱେଶ୍ଚନ୍ ପିଲାମାନେ, ଆସକ୍ତିର ଅନ୍ୟ ନାମ କ'ଣ। ଆସକ୍ତିର ଅନ୍ୟ ନାମ କ'ଣ ହେଇପାରିବ, ଆସକ୍ତି ହେଉଛି ବାକ୍ୟରେ ଥିବା ପଦଗୁଡ଼ିକୁ ଆମେ ସଜେଇକି ଲେଖିବା, ମାନେ କ୍ରମ ସଜା ଅନୁସାରେ ଲେଖିବା। ଏଠି କ'ଣ ବ୍ୟାକରଣ ତ ହେଇପାରିବନି, ଶବ୍ଦାବଳୀ ହେଇପାରିବନି, ଅର୍ଥବୋଧ ହେଇପାରିବନି, ଗୋଟେ ପଦ ବିନ୍ୟାସ। ମନେ ରଖ ପିଲାମାନେ, ଆସକ୍ତିର ଅନ୍ୟ ନାମ ପଦ ବିନ୍ୟାସ, ପଦମାନଙ୍କର ବିନ୍ୟାସ ହେଉଛି ଆସକ୍ତି। ବୁଝିପାରିଲ ପିଲାମାନେ? ନେକ୍ସଟ ଦେଖିବା 9 ନମ୍ବର କ୍ୱେଶ୍ଚନ୍, ବାକ୍ୟର କେଉଁ ଅଂଶଟି ପୂର୍ଣ୍ଣ ଅର୍ଥ ପ୍ରକାଶ କରେ ନାହିଁ ଏବଂ ଏଥିରେ ସମାପିକା କ୍ରିୟା ନଥାଏ। ମୁଁ କ'ଣ କହିଛି, ଯେଉଁଠି ସମାପିକା କ୍ରିୟା ନଥିବ ଏବଂ ଅର୍ଥ ପ୍ରକାଶ କରୁନଥିବ ସେଇଟା ଆମର କ'ଣ, ସେଇଟା ଆମର ବାକ୍ୟାଂଶ, ସେଇଟା ଆମର ବାକ୍ୟାଂଶ। ଯେଉଁଠି ସମାପିକା କ୍ରିୟା ନାହିଁ ସିଏ ହେଲା ଆମର ବାକ୍ୟାଂଶ। ତାପରେ ନେକ୍ସଟ କ୍ୱେଶ୍ଚନ୍,
लास्ट क्वेश्चन बोधे हाँ आमर लास्ट क्वेश्चन आमर ये क्वेश्चन अच्छी हरिहर कथा शुणी यह कहार उदाहरण ये देख पे हरिहर कथा शुणी ये आमर कर्ता अच्छी क्रिया अच्छी समापिका क्रिया अच्छी तो यहाँ को आम कौन कह तो यहाँ मुझे तुमको हिंट देदेली तमें यार आंसर कमेंट बॉक्स में लिखिकी जनइब हरिहर 10 नंबर क्वेश्चन तुम रहा टास्क तो बुझीपार पे तार आंसर कौन हम समस्ते लिखिकी जनइब तार आंसर नेक्स्ट क्लास में मुझे तुम सहित डिस्कस करदेवी ठीक अच्छे पे बुझीपार तो आज ये थाउ आम पुणी नेक्स्ट देखा नेक्स्ट चैप्टर सहित आसिक नुआ नुआ कनसेप्टर सहित किसी नुआ नुआ क्वेश्चन आनिकी तुमको देखा ठीक अच्छे पे रही थैंक यू।